हेलो हाय नमस्ते भल थांतु समस्ते तो आज नूतन ब्लॉग टी मुझे बहुत बहुत स्वागत करुच्ची माझी एक्सप्रेस को। तो आज आम ब्लॉग टी ब्रेकफास्ट आरंभ करवा। देखो मुझे आसी मोर खायापी रुटी रुटी बीन्स आलू भजा और पिज टे नहीं आसी आम ए खाइबा। ଆଉ ଦେଖନ୍ତୁ ବର୍ଷା କେତେ ଜୋରସେ କାଚୁଛି ସତିକି ଯେମିତି ବାତ୍ୟା ହେଇଗଲା ସେମିତି ବର୍ଷାକୁ ଆଉ ପବନ ଘର କିନ୍ତୁ ବହୁତ ବଢ଼ିଆ ଲାଗୁଛି। केते भंडा ହେଇଛି ଆପଣ ଦେଖି ପାରୁଥିବେ ଆଉ କେତେ ବଡ଼ ବଡ଼ ବି ପୁରା ହେଇଛି। ଏଇ ଗଛ ଖାଲି ଫୁଲ ଗୁଡାକ ହଉଛି ଭଣ୍ଡା ଜମା ବି ହଉନି। ଗଛ ହାଣିଦେବାକୁ କହୁଥିଲି କିନ୍ତୁ ମୁଁ କହିଲି ନାଇଁ ଥାଉ ହନୁ ଗଛଟା ଆଗରେ ଅଛି ତ ଭଲ ଲାଗୁଛି ହାଣିବାକୁ ଇଚ୍ଛା ହଉନି କିନ୍ତୁ ଗଛରେ ଜମା ବି ଭଣ୍ଡା ହଉନି। କେମିତି ଲାଗୁଛି? ମତେ ବହୁତ ବଢିଆ ଲାଗୁଛି। ଆରେ ଆର ଅଛି ଉପରେ ଆକି ଗାଧେଇ ଥାକେ ଏଇ ପାଣିରେ। ଆଉ ଆଉ ବି ଭଲ ମାନେ ଯଦି ଭିଡିଓ ଭଲ ଲାଗିଲେ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଜି ବହୁତ ଦିନ ପରେ ଚିକେନ ହଉଛି କାରଣ ବାରକୁ ଯୋଉ ଅଣ୍ଡା ଚିକେନ ଖିଆ ହଉଥିଲା ତ ଆଜି ପୁରା ମାସେ ଦୁଇ ମାସ ପରେ ଆଜି ମୁଁ ଚିକେନ କରୁଛି ଘରେ। ଆଉ ଦେଖିବା ଆଜି ବହୁତ ଦିନ ଚିକେନଟା କେମିତି ଲାଗୁଛି। ଆପଣ ମାନେ ଦେଖିପାରୁଥିବେ କିଚେନ କେତେ ବାହାର ଭିଉଟା ବଢିଆ ଆସୁଛି। ତ ମୁଁ ଏଇଠି ରୋଷେଇ କରିଥାଏ ବାହାରକୁ ବି ଚାଲନ୍ତୁ ତଳକୁ ଆସିବା ମୁଁ ଗୋଟେ ଆପଣଙ୍କୁ ସୁନ୍ଦର ଜିନିଷଟା ଦେଖଉଛି। ଏଇଟା ଗୋଟେ ମୋର ରେଣ୍ଟରେ ରହୁଛନ୍ତି ଆଉ ସେପଟେ ବି ଆଉ ଗୋଟେ ଫ୍ୟାମିଲି ରହୁଛନ୍ତି ତ ସିଏ ଆଜି ନାହାନ୍ତି ଗାଁକୁ ଯାଇଛନ୍ତି ତାଙ୍କର ସବୁ ଜିନିଷ ପତ୍ର ବାହାରେ ଥୋଇଛି। ଆଉ ଏଠି ଯିଏ ଆସିକି ତାର ଆଗରୁ ଗେଟ୍ ଖୋଲିକି ଠିଆ ହେଲାଣି। ବାହାରେ କିନ୍ତୁ ଜୋରସେ ବର୍ଷା ହଉଛି ନହେଲେ ଗଲେ ଦେଖେଇଥାନ୍ତି ଆପଣଙ୍କୁ ସୁନ୍ଦର ଜିନିଷଟେ। ବର୍ଷା ଟିକେ କମିଛି ତ ଚାଲନ୍ତୁ ମୁଁ ବି ଦେଖେଇ ଦଉଛି ଆପଣମାନଙ୍କୁ। ଏ ଦେଖନ୍ତୁ ଗୋଟେ ପୋଟଳ କେମିତି ହେଇଛି ବାହାର ପଟୁ ଭିତରେ ତ ଆହୁରି ବହୁତ ହେଇଥିବ କିନ୍ତୁ ମୁଁ ଏବେ ସବୁ ତୋଳି ପାରୁନି ବର୍ଷା ହଉଛି ବୋଲି। ଆପଣ ମାନେ ଭାବୁଥିବେ ଯେ ବର୍ଷା କାହିଁ ଜଣାପଡୁନି କ୍ୟାମେରାରେ କିନ୍ତୁ ପ୍ରକୃତରେ ବର୍ଷା ହଉଛି ବହୁତ ଜୋରସରେ ବେଶୀ ବି ବଡ ହେଇନି ପୋଟଳଟା। କସିଟା ହେଇଛି ଆଉ କିଛି ଦିନ ରହିଥିଲେ ଠିକ ସେ ପୋଟଳଟା ହେଇଥାନ୍ତା। ତମେ ସବୁ କଣ କରୁଛ? ଖେଳୁଛୁ। ଆଉ ତାର ଇଏ ହଉଛି ହଁ ଏଇ ଯୋଉ ଦିଟା ପିଲାକୁ ଦେଖୁଛନ୍ତି ସିଏ ହଉଛନ୍ତି ରୋହନ ଆଉ ତା ଭାଇ ଆମ ତଳ ଘର ହଉଛନ୍ତି ତ ସାଙ୍ଗ ହେଇକି ଖେଳନ୍ତି ସବୁବେଳେ ପୁରା ଭଲସେ ସାଙ୍ଗ ହେଇଯାଇଛନ୍ତି। ଆଉ ସେମାନେ ଉପରକୁ ଆସନ୍ତି ଆଉ ଯିଏ ବି ମୋ ତଳକୁ ଯାଏ ସାଙ୍ଗ ହେଇକି ମିଶିକି ଖେଳନ୍ତି ଆଉ ତାଙ୍କର ସେତେ ଟାଇମ ପାସ୍ ବି ହେଇଯାଏ ଜଣା ପଡେନି।
ବଡ଼ ଫ୍ରକ୍ ଆସିବ। ତ ଦେଖନ୍ତୁ ଏବେ 5ଟା ହେଇଗଲାଣି ଆଉ ଆମେ ଟିକେ ଝିଅକୁ ନେଇକି ଆସିଛୁ ଟିକେ ପାର୍କରେ ଖେଳିବା ପାଇଁ। ବର୍ଷା ତ ହେଇଯାଇଛି, ପିଲା କେହି ଲାଗୁନାହାନ୍ତି। ଆଜି ବର୍ଷା ହେଇଯାଇଛି ସେଥିପାଇଁ ପିଲା କେହି ନାହାନ୍ତି। ନହେଲେ ଅଲଗା ଦିନରେ ଏତେ ପିଲା ହେଇଥିବେ ଯେ ଏଇ ଦୋଳି ଜାଗାରେ ତୁମକୁ ସେଠି 5-10 ମିନିଟ୍ ହେବାକୁ ପଡ଼ିବ। ଅଲଗା ଜାଗା ଯାହା ଯେମିତି ଥିବ, କିନ୍ତୁ ଏ ଦୋଳି ଖେଳିବା ପାଇଁ ପୁରା ବହୁତ ଜାମ୍ ଥାଏ। ତ ଆଜି ପିଲା କେହି ନାହାନ୍ତି, ଝିଅ ମୋ ପୁରା ଆରାମସେ ଖେଳିବ। ଆଉ ଆଜି ପିଲା କେହି ନଥିବାରୁ ତା ବାବା ବି ଯାଇ ସାଙ୍ଗ ହେଇକି ଖେଳିଲେଣି, ବାବା ଝିଅ। ମୋତେ ବି ଝିଅ ଡାକୁଥିଲା ଖେଳିବା ପାଇଁ, କିନ୍ତୁ ମୁଁ ମନା କଲି। ମୁଁ କହିଲି ଏକା ବେଳେ ଯଦି ଖେଳିବା ସେ ଦୋଳି ପୁରା ଭୁଷୁଡ଼ି ଯିବ, ଆମେ ଯେମିତି ହେଇଛେ। ଆଉ ତାଙ୍କର ଏଇଠି ଗୋଟେ ସାଙ୍ଗ ସହିତ ଦେଖା ହେଇଗଲା, ତ ସେଇ ସାଙ୍ଗ ସହିତ ଦେଖା କରିବାକୁ ପଡ଼ିଲା। ଆମେ ଏଇଠି ଆସି ଝିଅର ମୋର ଖେଳୁଛୁ, ମାନେ ସିଏ ଖେଳୁଛୁ, ମୁଁ ତା ପଛେ ପଛେ ଟିକେ ଏପଟ ସେପଟ ହେଉଛି ଆଉ। ଏବେ ତାର ପାର୍କରେ ଖେଳ ସରିଗଲା ଆଉ ଆମେ ବାହାରି ଆସିଛୁ ଏବେ ପାର୍କରୁ। ଏବେ ଆମେ ଯାଉଛୁ ବାଟରେ କ'ଣ ଗୋଟେ ଦେଖି ଖାଇବୁ। ଆଜି ନନଭେଜ୍ ବାର, ତ ଦେଖିବା ନନଭେଜ୍ କ'ଣ ଖାଇବା। ଆଉ ଏଠି ଦେଖନ୍ତୁ, ଏଠି ଆନ୍ତର୍ଜାତୀୟ ହସ୍ତମେଳା ପଡ଼ିଛି। ତ ଏଠି ମୋର କିଛି କିଣାକିଣି କରିବା ନାହିଁ, ତ ସେଥିପାଇଁ ଆମେ ଭିତରକୁ ଯାଉଛୁ। ଏବେ ଟିକେ କ'ଣ ଖାଇକି ଯିବୁ। ଆଉ ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଆଜି ଭଲ ଲାଗିଥିବ, ତେବେ ପ୍ଲିଜ୍ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଠିକି ଆପଣ ଯେତେବେଳେ ବି ଆସନ୍ତୁ, ସବୁବେଳେ ଏମିତି ଜାମ୍ ରହିଥିବ। ରୋଡ଼ ସାଇଡ଼ରେ ସବୁ ପଡ଼ିଛି, ତ ବହୁତ ଏଠି ଜାମ୍ ହୁଏ। ଠିଆ ହେଇକି ଖାଇବା ପାଇଁ ବି ବହୁତ ଅସୁବିଧା। ବସିବା ପାଇଁ ଟେବୁଲ ଫେବୁଲ ଅଛି, କିନ୍ତୁ ଏତେ ଲୋକ ହେଇଯାଆନ୍ତି ଯେ ବସିକି ବି ଖାଇବାକୁ ସୁବିଧା ନଥିବ। ଆଉ ଆମେ ଯେତେବେଳେ ବି ସଣ୍ଡେରେ ଆସୁ ଏଇଠି ଖାଇକି ଯାଉ। ବହୁତ ଜାମ୍ ଥାଏ, କିନ୍ତୁ ଭଲ ଟେଷ୍ଟ ଥାଏ। ତ ଏଇଠିକି ଆମେ ଖାଇକି ଯାଉ। ଚିକେନ୍ ତନ୍ଦୁରୀ କବାବ ମଗେଇ ଖାଇଥିଲୁ, ଆଉ ପ୍ରନ୍ 65 ବି ମଗେଇଥିଲୁ, କିନ୍ତୁ ଝିଅର ଦେହ ହଠାତ୍ ନା କ'ଣ ପାଇଁ ଭଲ ଲାଗିଲାନି। ଆମେ ଘରକୁ ନେଇ ଆସିଛୁ ପାର୍ସଲ୍, ଏଇଠି ଆସି ଖାଇବୁ। ଆଉ ମୁଁ ତ ଖାଇ ଦେଇଥିଲୁ, ଅଧା ମୋର ମନ ଥିଲା, ତ ମୁଁ ଏଠି ଅଧାରୁ ରେକର୍ଡ଼ିଂ କରିଛି। ଆଉ ଝିଅ କେହି ଭଲ ଲାଗୁନି, ତ ସିଏ ଏତେ ଭଲସେ ଖାଉନି, କେହି ମାନ୍ଦା ହେଇକି। ତା ପ୍ରନ୍ ହେଉଛି ସବୁଠୁ ଫେଭରେଟ୍, କିନ୍ତୁ ଆଉ ସିଏ ଆଉ କିଛି ଖାଇପାରିଲାନି, ତ ଅଧା ଖାଇଛି। ଦେଖନ୍ତୁ କେତେ ମାନ୍ଦା ହେଇକି ବସିଛି। ତ ଠିକ୍ ଅଛି, ଆଜି ବ୍ଲଗ୍ଟି ଏଇଠି ଶେଷ କରୁଛି।